ଓଡ଼ିଆ ରଚନା ପଞ୍ଚାୟତି ରାଜ ଉପକ୍ରମ। ଆମ ଦେଶର ଗ୍ରାମାଞ୍ଚଳର ଶାସନକୁ ତିନୋଟି ସ୍ତରରେ ନ୍ୟସ୍ତ କରାଯାଇଛି। ଏହାକୁ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥା କୁହାଯାଏ। ଏହି ତିନୋଟି ସ୍ତର ହେଉଛି: ଏକ ବା ଏକାଧିକ ଗ୍ରାମକୁ ନେଇ ଗ୍ରାମ ପଞ୍ଚାୟତ, 2ରେ କେତେକ ଗ୍ରାମ ପଞ୍ଚାୟତକୁ ନେଇ ପଞ୍ଚାୟତ ସମିତି ଯାହା ବ୍ଲକ ସ୍ତରରେ ଅଛି, 3 ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ଗଠିତ ହୋଇଛି। ବର୍ଣ୍ଣନା: ଆମ ଭାରତ ହେଉଛି ଗ୍ରାମବହୁଳ ଦେଶ। ଲୋକ ସଂଖ୍ୟା ଦୃଷ୍ଟିରୁ ଏକ ବା ଏକାଧିକ ଗ୍ରାମକୁ ନେଇ ଗ୍ରାମ ପଞ୍ଚାୟତ ଗଠିତ। ଗୋଟିଏ ଗ୍ରାମ ପଞ୍ଚାୟତର ଲୋକ ସଂଖ୍ୟା 2000ରୁ 10,000 ମଧ୍ୟରେ ହେବା ଉଚିତ। ଆବଶ୍ୟକତା: ଗ୍ରାମାଞ୍ଚଳର ଜନସାଧାରଣଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜୀବନଚର୍ଯ୍ୟା ଅଗ୍ରଗତି ପାଇଁ ପଞ୍ଚାୟତି ରାଜର ଆବଶ୍ୟକତା ଅଛି। ପଞ୍ଚାୟତି ରାଜର କାର୍ଯ୍ୟାବଳୀକୁ 2 ଭାଗ କରାଯାଇଛି। ପ୍ରଥମଟି ବାଧ୍ୟତାମୂଳକ ଓ ଅନ୍ୟଟି ଇଚ୍ଛାଧୀନ। ବର୍ତ୍ତମାନ 5 ବର୍ଷ ପାଇଁ ନିର୍ବାଚିତ ହୋଇଥିବା ସରପଞ୍ଚ ତାଙ୍କର ସୀମିତ ସମୟ ମଧ୍ୟରେ ପଞ୍ଚାୟତ ଅଧୀନସ୍ଥ ଗ୍ରାମମାନଙ୍କରେ ରାସ୍ତାଘାଟ ନିର୍ମାଣ ଓ ରକ୍ଷଣାବେକ୍ଷଣ, ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥା, ଜଳ ଯୋଗାଣ ନିମିତ୍ତ କୂପ, ପୁଷ୍କରିଣୀ, ନଳକୂପ ଖନନ, ମେଲା, ଯାତ୍ରା ଇତ୍ୟାଦିର ପରିଚାଳନା କରନ୍ତି। ଏହା ବ୍ୟତୀତ ପଶୁ ଚିକିତ୍ସା, ଶିଶୁ ଓ ମାତୃମଙ୍ଗଳ କେନ୍ଦ୍ର ପ୍ରତିଷ୍ଠା, ଜନଶିକ୍ଷା କେନ୍ଦ୍ର, କୃଷି ଓ ସମବାୟ ଏସବୁ ଜନହିତକର କାର୍ଯ୍ୟମାନ ପରିଚାଳନା କରିବାକୁ ପଡ଼ିଥାଏ। ଗ୍ରାମାଞ୍ଚଳର ଛୋଟବଡ଼ ମୋକଦ୍ଦମା, ଗଣ୍ଡଗୋଳ ମଧ୍ୟ ପଞ୍ଚାୟତ ଦ୍ୱାରା ସମାଧାନ କରାଯାଏ। ପଞ୍ଚାୟତ ସମିତି ବ୍ଲକ ଏହାର ଅଧୀନରେ ଥିବା ଗ୍ରାମ ପଞ୍ଚାୟତମାନଙ୍କୁ ନିୟନ୍ତ୍ରଣ କରିବା ସହିତ ଗ୍ରାମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ଜଳ ଯୋଗାଣ, ପାନୀୟ ବ୍ୟବସ୍ଥା, ସମବାୟ, କୁଟୀର ଶିଳ୍ପର ବିକାଶ ସାଧନ କରେ। ପଞ୍ଚାୟତ ସମିତିର କାର୍ଯ୍ୟ ପରିଚାଳନା ପାଇଁ ବ୍ଲକ ଉନ୍ନୟନ ଅଫିସର ନିଯୁକ୍ତ ଥାଆନ୍ତି। ଜିଲ୍ଲା ପରିଷଦ ଏହା ପଞ୍ଚାୟତି ରାଜର ସର୍ବୋଚ୍ଚ କ୍ଷମତାସମ୍ପନ୍ନ ଅନୁଷ୍ଠାନ। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଏହାର କାର୍ଯ୍ୟ। ଶେଷ କଥା, ପଞ୍ଚାୟତି ରାଜର ବିକାଶ ପାଇଁ ଜନସାଧାରଣର ସହଯୋଗ ନିତାନ୍ତ ଦରକାର। ଧନ୍ୟବାଦ।